ଦେଖନ୍ତୁ ଆବାସ ହିତାଧିକାରୀଙ୍କୁ ମାଗଣାରେ ବାଲି ଦେବେ ସରକାର। ଯଦି ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଆବେଦନ କରିଛନ୍ତି ତାହେଲେ ଆପଣମାନଙ୍କ ପାଇଁ ବହୁତ ବଢ଼ିଆ ଖବର। ତ ଆପଣମାନେ ଯେଉଁ ଘର କାମ କରିବେ ସେଇ ଘର କାମରେ ବାଲି ଆପଣମାନଙ୍କର ଫ୍ରିରେ ମିଳିଯିବ। ତ କେମିତି କ'ଣ ଏହାର ପ୍ରକ୍ରିୟା କ'ଣ ରହିଛି ଯାହାର ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଚ୍ୟାନେଲରେ ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରୁ ଭିଡ଼ିଓଟି ଦେଖୁଥାନ୍ତି ଫଲୋ ନିଶ୍ଚୟ କରିଦେବେ। ଆବାସ ହିତାଧିକାରୀଙ୍କୁ ମାଗଣାରେ ବାଲି ଯୋଗାଇବେ ସରକାର। ଏ ନେଇ ଖୁବ୍ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଗୁରୁବାର ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ଏମିତି କିଛି କହିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ତାଙ୍କ କହିବା ମୁତାବକ 2024-2025 ଆର୍ଥିକ ବର୍ଷରେ 4361 ଥର ଚଢ଼ାଉ କରି 4676ଟି ଗାଡ଼ି ଜବତ କରାଯାଇଥିଲା। ଏ ବାବଦରେ 48 କୋଟିରୁ ଅଧିକ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି। ଏହା ସହ 2025 ଆଉ 2026 ଆର୍ଥିକ ବର୍ଷରେ ଜୁଲାଇ 31 ତାରିଖ ଭିତରେ 2873 ଥର ଚଢ଼ାଉ କରାଯାଇ 18.41 କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ବିଧାୟକ ରମେଶ ବେହେରା ଏ ନେଇ ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ବାଲିଘାଟ ଗୁଡ଼ିକ ବନ୍ଦ କରିବା ପାଇଁ ସରକାର ନିର୍ଦ୍ଦିଷ୍ଟ ଭାବେ ମନା କରିଛନ୍ତି କି? ତାଙ୍କର ପ୍ରଶ୍ନ ରହିଛି। ତା ସତ୍ତ୍ୱେ ରାତିରେ ବେଧଡ଼କ ବାଲି ଚୋରା ଚାଲାଣ ହେଉଥିବା କଥା ବିଷୟରେ ମଧ୍ୟ ସରକାର ଅବଗତ ଅଛନ୍ତି କି? ଏ ନେଇ ବି ପ୍ରଶ୍ନ କରିଛନ୍ତି ଏବଂ ଏହାକୁ ରୋକିବାକୁ କି ପଦକ୍ଷେପ ଗ୍ରହଣ କରାଯାଇଛି। ତ ଏଇଭଳି ପ୍ରଶ୍ନ ବିଧାୟକ କରିଥିଲେ। ତ ତାଙ୍କ ଉତ୍ତରରେ ମନ୍ତ୍ରୀ କହିଛନ୍ତି ବାଲି ଚୋରା ଚାଲାଣ ହେଉଥିବା ନଜରକୁ ଆସିଲେ ଖଣି ବିଭାଗ କର୍ମଚାରୀଙ୍କ ଦ୍ୱାରା ପ୍ରବର୍ତ୍ତନ କରାଯାଇ ଜରିମାନା ଆଦାୟ କରାଯିବ। ସମସ୍ତ ଜିଲ୍ଲାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଯାଞ୍ଚ ଗୁଡ଼ିକ ଆହୁରି କଡ଼ାକଡ଼ି କରିବା ପାଇଁ ଜିଲ୍ଲା ସ୍ତରୀୟ ଆପଣମାନଙ୍କର ଟାସ୍କ ଫୋର୍ସ ତା ସହିତ ଉପଖଣ୍ଡ ସ୍ତରୀୟ ଏବଂ ତହସିଲ ସ୍ତରୀୟ କମିଟି ଗଠନ କରାଯିବ। ଏହା ସହ ଲିଜ୍ଧାରୀମାନଙ୍କୁ ନିଜ ନିଜ ଖଣି ପରିସରରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଏବଂ ସୂଚନା ଫଳକ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଦେଖାଯାଉ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ କେତେ ଟ୍ରିପ୍ ବାଲି ଫ୍ରିରେ ମିଳୁଛି।